ସମସ୍ତଙ୍କୁ ନମସ୍କାର। ଆସନ୍ତୁ ବାକ୍ୟକୁ ଦେଖିବା। ଯିଶାଇ 1 ପର୍ବର 18 ପଦ। ଯିଶାଇ 1 ଅଧ୍ୟାୟ 18। ସଦାପ୍ରଭୁ କହନ୍ତି, ଆସ ଆମ୍ଭେମାନେ ଉତ୍ତର ପ୍ରତ୍ୟୁତ୍ତର କରୁ। ତୁମମାନଙ୍କର ପାପ ସବୁ ସିନ୍ଦୁର ବର୍ଣ୍ଣ ପରି ହେଲେ ହିଁ ହିମ ପରି ଶୁକ୍ଳ ବର୍ଣ୍ଣ ହେବ। ସେଇ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହିଁ ମେଷଲୋମ ପରି ହେବ। ମାନେ ଗୋଟିଏ ପଦ ହିଁ ଆମେ ଆଜି ଆଲୋଚନା କରିବା। ତ ପରମେଶ୍ୱର କଣ କହୁଛନ୍ତି? ପରମେଶ୍ୱର କହୁଛନ୍ତି, ଆସ ଆମେ କଥାବାର୍ତ୍ତା ହେବା ଦ୍ୱାରା କଣ ହବ? କଥାବାର୍ତ୍ତା ହେବା ଦ୍ୱାରା ସମାଧାନ ହବ। ତ ପରମେଶ୍ୱର କଣ କହୁଛନ୍ତି? ପରମେଶ୍ୱର ଗୋଟିଏ ବିଷୟ କହୁଛନ୍ତି, ଯଦି ତମ ପାଖରେ ପାପ ଅଛି, ସମସ୍ୟା ନାହିଁ। ଯଦି ସେ ପାପ ସିନ୍ଦୁର ବର୍ଣ୍ଣ ପରି ରଙ୍ଗ ଅଛି, ଲାଲ ହେଇକି ଅଛି, ତ ସମସ୍ୟା ନାହିଁ। ମୋ ସହିତ କଥା ହେଲେ କଣ ହବ? ହିମ ପରି ଶୁକ୍ଳ ବର୍ଣ୍ଣ ହବ ବୋଲି କହୁଛନ୍ତି, ବରଫ ପରି ଧଳା ହବ ବୋଲି କହୁଛନ୍ତି। ଆଉ ସେଇ ସବୁ ଯଦି ଲୋହିତ ବର୍ଣ୍ଣ ପରି ହେଇଛି ରଙ୍ଗ, ତାହେଲେ ବି କଣ ହବ? ମେଷଲୋମ ପରି ହବ। ତ ଯଦି ଆପଣ ମାନେ ଅନ୍ୟ ପଞ୍ଜାବରେ କି ନହେଲେ ଯଦି ଜାମ୍ମୁ କାଶ୍ମୀର ଆଡେ ଯିବେ, ଆଉ କେତେ ଜାଗା ଅଛି, ସେ ଜାଗାରେ ଗଲେ ସେ ମେଣ୍ଢା ମାନଙ୍କର ଲୋମ ସେମାନେ କାଟନ୍ତି ଆଉ ବିକ୍ରି କରନ୍ତି। ତ ସେ ମେଣ୍ଢା ଲୋମ କେମିତି ଥିବ? ମେଣ୍ଢା ଲୋମ ଧଳା ହେଇକି ଥିବ, ବରଫ ଯେମିତି ଧଳା, ମେଣ୍ଢା ଲୋମ ମଧ୍ୟ ସମାନ ସେମିତି। ତ ପରମେଶ୍ୱର ଏପରି କହୁଛନ୍ତି କଣ ପାଇଁ? ଯେହେତୁ ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ନିର୍ମାଣ କଲେ, ଆପଣା ପ୍ରତିମୂର୍ତ୍ତି ଓ ସାଦୃଶ୍ୟରେ ନିର୍ମାଣ କଲେ, କିନ୍ତୁ ଯେତେବେଳେ ମନୁଷ୍ୟ ସେ ପରମେଶ୍ୱର ଆଜ୍ଞାକୁ ଲଙ୍ଘନ କଲା ଆଉ ସଦସତ୍ ଜ୍ଞାନ ଦାକ୍ୟ ବୃକ୍ଷର ଫଳ ଭୋଜନ କଲା, ସେଦିନ ଠାରୁ ମନୁଷ୍ୟ ହୃଦୟ ଭିତରେ ଏମିତି କୌଣସି ଶକ୍ତି ନାହିଁ, ଏମିତି କୌଣସି ବିଷୟ ନାହିଁ ଯାହାଦ୍ୱାରା କି ସେ ସ୍ୱର୍ଗକୁ ଯାଇପାରିବ, ଯାହାଦ୍ୱାରା କି ସେ ପବିତ୍ର ହେଇପାରିବ। ମାନେ ମନୁଷ୍ୟ ହୃଦୟ ଭିତରେ ଏମିତି କୌଣସି ବିଷୟ ନାହିଁ ସେ କରିକି ସେ ନିଜେ ସ୍ୱର୍ଗକୁ ପ୍ରବେଶ କରିପାରିବ। ଯଦି ସେମିତି ହେଇପାରିଥାନ୍ତା, ତାହେଲେ ଯୀଶୁଙ୍କର ଆସିବାର ଆବଶ୍ୟକତା ରହିନଥାନ୍ତା। କାଲି ପରଦିନ ଆମେ ଆଲୋଚନା କରୁଥିଲୁ କଣ? ତ ଯୀଶୁ କଣ କହୁଛନ୍ତି? ଜୋନ୍ 8 ଅଧ୍ୟାୟର 24ରେ ଲେଖାଯାଇଛି। ତ ଯୀଶୁ ନିଜେ କହୁଛନ୍ତି, ମୁଁ ହଉଛି ସେଇ ବ୍ୟକ୍ତି, ଏହା ଯଦି ତୁମମାନେ ବିଶ୍ୱାସ କରିବନି, ତାହେଲେ ଆପଣ ପାପରେ ମରିବ। ଆଉ ଆମେ ପଢିଥିଲୁ କଣ? ଆମେ ପଢିଥିଲୁ, ଏ ପର୍ଯ୍ୟନ୍ତ ଯୋଉମାନେ ମୁଁ ପାପୀ ବୋଲି କହୁଛନ୍ତି, ତାର କାରଣ କଣ? ଅନେକ ଲୋକ ଅଛନ୍ତି ଏ ପର୍ଯ୍ୟନ୍ତ ମୁଁ ପାପୀ ବୋଲି କହୁଛନ୍ତି, ୟାର କାରଣ କଣ? ଯଦି ଆମେ ଦେଖିବା ୟାର କାରଣ, ଯୋହନ 16 ଅଧ୍ୟାୟର ଆମେ ପଢିବା ସେ ବାକ୍ୟ। ଯୋହନ ପୁସ୍ତକ କାଢନ୍ତୁ, ସୁସମାଚାର ଯୋହନ 16 ଅଧ୍ୟାୟ 9 ପଦ। ଯୋହନ 16 ଅଧ୍ୟାୟର 9 ପଦ। ପାପ ବିଷୟରେ, କାରଣ ସେମାନେ ମୋ ଠାରେ ବିଶ୍ୱାସ କରନ୍ତି ନାହିଁ। ତ ଏଠି ସ୍ପଷ୍ଟ ଭାବରେ ଲେଖା ହେଇଛି, ସେମାନେ ଯୀଶୁଙ୍କ ଠାରେ ବିଶ୍ୱାସ କରୁନାହାନ୍ତି, ସେଥିପାଇଁ ମୁଁ ପାପୀ ବୋଲି କହୁଛନ୍ତି। ଆଚ୍ଛା, ଆପଣ ମାନେ ପଚାରି ବି ପାରନ୍ତି ଯେ ସତରେ କଣ ସେମାନେ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି? ତାହେଲେ ସେମାନଙ୍କ ପାଖରେ ତ ଚର୍ଚ୍ଚ ଅଛି, ମଣ୍ଡଳୀ ଅଛି, ପାଷ୍ଟର ଡିକନ ଅଛନ୍ତି, ପ୍ରଚାରକ ଅଛନ୍ତି, ପ୍ରାଚୀନ ଅଛନ୍ତି, ବିଶ୍ୱାସୀ ମାନେ ଅଛନ୍ତି, ବିଶ୍ୱାସିନୀ ମାନେ ଅଛନ୍ତି।
ଏମିତିକି ଯୁବକ ଯୁବତୀ ସଣ୍ଡେ ସ୍କୁଲ ଏମିତି ପ୍ରାୟ ସମସ୍ତେ ବି ଅଛନ୍ତି। ହଁ, ଆପଣ ଠିକ କହୁଛନ୍ତି, ଯଦିବା ସେମାନେ ଅଛନ୍ତି, କିନ୍ତୁ ସେମାନେ ଯୀଶୁଙ୍କୁ ବିଶ୍ୱାସ କରୁନାହାନ୍ତି। ମୁଁ ସେମିତି ଥିଲି। ଯୋଉ ସ୍ଥିତିରେ ପାପ ଅଛି, ଯେତେବେଳେ ସିଏ ଗୀତ ଗାଏ କି ପ୍ରାର୍ଥନା କରେ, ସେ ସମୟରେ ଏପରି କରିବା ଦ୍ୱାରା ପରମେଶ୍ୱର ମତେ ଦୟା କରିବେ, ଏପରି କରିବା ଦ୍ୱାରା ପରମେଶ୍ୱର ମତେ ଗ୍ରହଣ କରିବେ। ଆଉ ଯେଉଁମାନେ ବି ଦେଖିବେ ସେମାନଙ୍କୁ, ଯେଉଁମାନେ ଗୀତ ଗାଆନ୍ତି କି ପ୍ରାର୍ଥନା କରନ୍ତି, ଉପବାସ କରନ୍ତି କି ଶିକ୍ଷା ଦିଅନ୍ତି, ଦାନ ଦିଅନ୍ତି, ତ ଅନ୍ୟମାନେ ଯେତେବେଳେ ଦେଖନ୍ତି, ସେମାନଙ୍କ ହୃଦୟରେ ମଧ୍ୟ ହଁ, ପରମେଶ୍ୱର ଏସବୁ ଗ୍ରହଣ କରୁଛନ୍ତି। ଅନ୍ଧ ଭାବରେ ଏସବୁ ବିଶ୍ୱାସ କରି ଲମ୍ବା ସମୟ ନେଇକି ମୁଁ ମଧ୍ୟ ସେମିତି ବଞ୍ଚିଥିଲି। କିନ୍ତୁ ପରମେଶ୍ୱର ଆଜି କଣ କହୁଛନ୍ତି? ମୁଁ ହେଉଛି ସେଇ ବ୍ୟକ୍ତି, ଏ ବିଷୟ ଯେତେବେଳେ ମାନେ ଗ୍ରହଣ କରିବନି, ବିଶ୍ୱାସ କରିବନି, ତାହେଲେ ଆପଣା ଆପଣା ପାପରେ ମରିବ। ତ 9 ପଦ ଆହୁରି ନିଜ ନିଜ ବାଇବେଲରେ ଦେଖନ୍ତୁ, 9 ପଦ ସେମିତି ଲେଖା ହେଇଛି କି ନାହିଁ? ହଁ, ଲେଖା ହେଇଛି, ମୋ ବାଇବେଲରେ ବି ଲେଖା ହେଇଛି। ଆଉ ଯଦି ପାଉଲ କଣ କହୁଛନ୍ତି ଏ ବିଷୟ ଚିନ୍ତା କରିବା, ପ୍ରଥମ କରନ୍ଥୀୟ ତାର 15 ଅଧ୍ୟାୟର 17 ପଦ ଯଦି ଦେଖିବା, ସେଠି ସ୍ପଷ୍ଟ ଭାବରେ ପାଉଲ କହୁଛନ୍ତି ଯେ ସେମାନେ ଯୀଶୁଙ୍କର ପୁନରୁତ୍ଥାନକୁ ବିଶ୍ୱାସ କରୁନାହାନ୍ତି। କିନ୍ତୁ ସେମାନଙ୍କର ବିଶ୍ୱାସ ଜୀବନରେ ଯଦି ଆମେ ଦେଖିବା, ସେମାନେ ଶୁଭ ଶୁକ୍ରବାର ବି ପାଳନ କରନ୍ତି, ଆଉ ଯୀଶୁଙ୍କର ପୁନରୁତ୍ଥାନ ଦିନ ମଧ୍ୟ ବହୁତ ଖୁସି ହୁଅନ୍ତି, ଆଉ ସେମାନେ ନାଚନ୍ତି ବି। ସେମାନେ ଭଲ ଭଲ ଖାଦ୍ୟ ମଧ୍ୟ ପ୍ରିପେୟାର କରିଥାନ୍ତି, ଆଉ ସେମାନେ ପାହାନ୍ତିଆରେ ମଧ୍ୟ ସେମାନେ ସମାଧିକୁ ଯାଆନ୍ତି। ଆଉ ଥରେ ମତେ ପଠେଇଲେ, ଯେହେତୁ ଶୁକ୍ରବାର ଦିନ ଠାରୁ ଆଉ ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ଉପବାସରେ ରହିଥିଲି, ଆଉ ପିଆଜ ରସୁଣ ବିନା, ଆଉ ତେଲ ଜିନିଷ, ମାଂସ ଏସବୁ ଖାଉନଥିଲି। କଣ ପାଇଁ? ଯେହେତୁ ସେମିତି କୁହାଯାଉଥିଲା, କେମିତି ତମେ ଖାଇବ, ଯୀଶୁଙ୍କୁ ମାରୁଛନ୍ତି, କେମିତି ତମେ ତେଲରେ ଭଜା ହେଇଥିବା ଜିନିଷ ଖାଇପାରିବ, ସବୁ ବନ୍ଦ। ସେ ସମୟରେ ହଁ, ସତ ମଧ୍ୟ ମାନୁଥିଲି, ସରଳ ଉପବାସ ପ୍ରାର୍ଥନା କରୁଥିଲି, ଉପବାସ କରୁଥିଲି ଶନିବାର ଦିନ ସନ୍ଧ୍ୟା ପର୍ଯ୍ୟନ୍ତ, ମାନେ 12ଟା ପର୍ଯ୍ୟନ୍ତ। ତାପରେ ଶନିବାର 12ଟା ପରେ ପ୍ରତ୍ୟେକ ଘର ପିଠା କରିବା ଆରମ୍ଭ, ଖାଇବାଟା ପୁରା ଆରମ୍ଭ। ତ 12ଟା ପରେ ଆମେ ଯାଉ, ନହେଲେ 12ଟା ପରେ ସେମାନେ ଧରିକି ଆସନ୍ତି ପ୍ଲେଟରେ, ନହେଲେ ଚାମଚରେ, ତ ଆମେ ଖାଇବୁ। ତାପରେ ସେଇଠୁ ଆରମ୍ଭ ନାଚ। ତ ପାହାନ୍ତିଆ ବେଳକୁ ଜଣେ ସମାଧିକୁ ଯିବ, ମାନେ ମଶାଣି। ତ ଥରେ ମତେ ପଠେଇଲେ, ଆଉ ମଶାଣି ଯିବା ପାଇଁ ଟିକେ ଡର ଲାଗେ ନା, ଲଣ୍ଠନ ଧରିକି ଗଲି। ତ ସେମାନେ କହିଲେ ଯଦି ଅବିଶ୍ୱାସ ହେବୁ ଅଭିଶାପ ପାଇବୁ, ଯାହା ବି ହଉ ବିଶ୍ୱାସ ହେବିନି, ଏମିତି କହିଲେ। ଯେହେତୁ ସମାଧି ସବୁ ତ ସିମେଣ୍ଟରେ କରାହେଇନଥାଏ ନା, ମାଟିରେ ବି। ତ ଶୁକ୍ରବାର ଦିନ କଣ କରିଥାନ୍ତି, ବହୁତ ପାଣି ପକାନ୍ତି, ମାଟି ଭିଜିଲା ପରେ ଲିପନ୍ତି ସମାଧି ଉପରେ। ଲିପିଲା ପରେ ସେଠି କୃଷ କାଠ ଆଉ ଫୁଲମାଳ ଆଉ ଧୂପ କାଠି ଏପରି ଲଗେଇଥାନ୍ତି। ତ ଶୁକ୍ରବାର ଦିନ ଯେଉଁ ସମାଧିରେ ଠିଆ ହେଲି, ସେ ସମାଧିରେ ଅଧିକ ପାଣି ପକେଇଲେ, ସେଥିପାଇଁ ଓଦା ଥିଲା। ଆଉ ସେଠି ଜନ୍ଦା ଯାକ ଆସିଥିଲେ, କଳା ଜନ୍ଦା, ଚୋବେଇଲେ ବହୁତ ଡେଞ୍ଜର।
ଯାଇକି ଠିଆ ହେଲି। 1 ମିନିଟ ପରେ ଚୋବେଇବାଟା ଆରମ୍ଭ କଲେ। ଫଳରେ ସେମାନେ କହିଲେ ଅବିଶ୍ୱାସ ହବ ନାହିଁ। ସେଥିପାଇଁ ଯେତେ ଚୋବେଇଲେ ବି ଚୁପଚାପ ରହିଲେ, ସମ୍ଭାଳିକି ରହିଲେ। ଆଉ ଭୂତ ଭୟ କି ନହେଲେ ସମାଧି ଜାଗାଟା ଏ ଭୟ ବି ନଥିଲା। ଗୋଟେ ଟେନସନ ଥିଲା ମୋର, ଯଦି ମୁଁ ସମ୍ଭାଳିବି ନାହିଁ ନର୍କ ଯିବି। ତ ସେମାନେ ଆସିଲେ ବାଜା ଧରିକି, ଗିନି ଧରିକି ପୁରା ଖୁସିରେ ଆସିଲେ। ମୁଁ କହିଲି କାହାକୁ ଖୋଜୁଛ? ସେ ଏଠାରେ ନାହାନ୍ତି, ସେଠି ଅଛନ୍ତି। ସେମାନଙ୍କୁ କହୁଥିଲେ ନା ସେମାନଙ୍କ ପୂର୍ବରୁ ମୁଁ ଗାଲିକୁ ଯିବି, ମନେ ପକାଅ ତାଙ୍କର କଥା। ଏତିକି କହିକି ଲଣ୍ଠନ ଫିଙ୍ଗିକି ପୁରା ଜନ୍ଦା ସବୁ ମାରିବାଟା ଆରମ୍ଭ କଲେ। ତ କଣ ହେଲେ ଛାନିଆ ହେଲେ ସେମାନେ, ନାଇଁ ଜନ୍ଦା ଚୋବେଇଲେ ପୁରା ଦିଟା ଗୋଡ ବି ପାଦ ବି ଫୁଲି ଯାଇଥିଲା। ତ ଯାହା ବି ହଉ ଏତେ ଫୁଲିଲା କିନ୍ତୁ ହଲିଲନି, ତମର ବିଶ୍ୱାସ ବଳ, ଏମିତି ମତେ କହୁଥିଲେ। ତ ହୃଦୟ ଭିତରେ ଯେତେବେଳେ ଦେଖିଲି ପାପ ଛାଡିକି ଆଉ କିଛି ବି ମୁଁ କରିପାରୁନାହିଁ ଭଲସେ। ପାପ, ମିଛ କହିବା, ଲୋଭ କରିବା ଏ ବିଷୟ ଭଲରେ କରିପାରୁଛି, ଆଉ ଅନ୍ୟ ବିଷୟ କରିପାରୁନାହିଁ। ତ ଅନ୍ୟମାନଙ୍କୁ ଦେଖିଲେ ସେମାନେ ଏତେ ବଢିଆରେ ଦେଖା ଯାଉଛନ୍ତି, ସତରେ ବି ସବୁ କରିପାରୁଛନ୍ତି। କିନ୍ତୁ ଯେତେବେଳେ ଯୀଶୁ ହଉଛନ୍ତି ସେ ବ୍ୟକ୍ତି, ଏ ବିଷୟକୁ ମୁଁ ଶୁଣିକି ନିଜର କଲି, ସେ ସମୟରେ ଦେଖିଲି ଯେ ମୋର ଜୀବନ ଡୁପ୍ଲିକେଟ ଥିଲା। ପ୍ରଭୁ କଣ କହୁଛନ୍ତି? ପ୍ରଭୁ କହୁଛନ୍ତି ଆସ ଆମେ ଉତ୍ତର ପ୍ରତ୍ୟୁତ୍ତର କରୁ, କଥାବାର୍ତ୍ତା ହେବା। ଯେମିତି ହୃଦୟରେ ପାପ ଅଛି ସେମିତି ହିଁ ଆସ। ମୁଁ ଗୋଟେ ଉଦାହରଣ କହିବି, ଆପଣମାନେ ସହଜରେ ବୁଝିବେ। ଯେତେବେଳେ ଆମେ ଅସୁସ୍ଥତା ପୀଡ଼ିତରେ ଥାଉ, ସେ ସମୟରେ ଆମେ ଡାକ୍ତରଙ୍କର ପରାମର୍ଶ ନେଇଥାଉ। ଯେତେବେଳେ ଡାକ୍ତରଙ୍କ ସାମ୍ନାରେ ଆମେ ବସିବା, ଡାକ୍ତରଙ୍କ ସାମ୍ନାରେ ବସିଲା 100% ଆମେ ପେସେଣ୍ଟ ସ୍ଥାନରେ ବସିଲା ପରେ ରୋଗୀ ଯଦି 100% ପଚାରିବେ, ଆଜ୍ଞା ସତରେ ଆପଣ ଡାକ୍ତର, MBBS ପାସ୍ କରିଛନ୍ତି କି? ଆପଣ ସତରେ ଇଞ୍ଜେକ୍ସନ ଦେଇ ଜାଣିବେ? ସତରେ ଆପଣଙ୍କର ପରାମର୍ଶ ନେଲେ ମୁଁ ସୁସ୍ଥତା ପାଇବି କି? ଯଦି ଆମେ ଏପରି ପ୍ରଶ୍ନ ପଚାରିବା ଡାକ୍ତର କଣ କହିବେ? ସିକ୍ୟୁରିଟି ତାକୁ ବାହାର କରିଦିଏ। କଣ ପାଇଁ? ସେ ପେସେଣ୍ଟ କିନ୍ତୁ ପେସେଣ୍ଟ ଜାଗାରେ ନାହିଁ। ସେମିତି ଯେତେବେଳେ ମୁଁ ଚର୍ଚ୍ଚକୁ ଯାଉଥିଲି, ଗୀତ ଭଲ ଗାଉଥିଲି, ବାଜା ମଧ୍ୟ ବଜେଇଥିଲି ନିଜେ। ସେଥିପାଇଁ ପ୍ରତ୍ୟେକ ସପ୍ତାହରେ ନୂଆ ଗୀତ ପ୍ରିପେୟାର କରି ନୂଆ ଷ୍ଟାଇଲରେ ବଜେଇବାଟା ଶିଖିଲି। ମାନେ ମୋ ପାଖରେ ଗୋଟେ ଯୋଗ୍ୟତା ବା ଷ୍ଟାଣ୍ଡାର୍ଡ ଥିଲା, ଭଲ ଗୀତ ଗାଇପାରେ। ଆଉ କାହାକୁ ମଧ୍ୟ ସୁଯୋଗ ଦଉ। ଯେତେବେଳେ ପଦପର୍ବ ପଢିବା ପାଇଁ କହୁଛନ୍ତି, ସେ ସମୟରେ ସାଙ୍ଗେ ସାଙ୍ଗେ କାଢିକି ମୁଁ ପଢୁଥିଲି। ଆଉ ସେତିକି ନୁହେଁ, ସେଠି କେତେ ଜଣ ବି ଥିଲେ ଯାହାକୁ ମୁଁ ପସନ୍ଦ କରୁଥିଲି ମନ ଭିତରେ। ଯଦି ସେ ଚର୍ଚ୍ଚ ଭିତରେ ଥିଲା, ସେଦିନ ସବୁ ମୋର ଗୀତ ଗାଇବା, ବଜେଇବା, ବାଇବେଲ ପଢିବା, ସ୍ୱର୍ଗୀୟ ପ୍ରାର୍ଥନା ସବୁ ମୁଁ ଆଗେ ସମସ୍ତଙ୍କୁ ପଛରେ ପକେଇ ଦେଇଥିଲି। କଣ ପାଇଁ? ଯେହେତୁ ମୁଁ ଯାହାକୁ ପସନ୍ଦ କରୁଛି ସିଏ ବି ଚର୍ଚ୍ଚ ଭିତରେ ଥିଲା। ଯୋଉଦିନ ତାଙ୍କେ ଆସିନଥିଲେ ସେ ସମୟରେ ବାଜା ନାହିଁ, ଗୀତ ନାହିଁ, ବାଇବେଲ ପଢା ନାହିଁ, କିଛି ନାହିଁ, ଏମିତି ଥିଲା। ତ ପରିତ୍ରାଣ ପାଇଲା ପରେ ମୁଁ ଦେଖିଲି ଏସବୁ ବିଷୟ କଥା, ଏସବୁ ବିଷୟ ଦ୍ୱାରା ଶୈତାନ ମତେ ଠକୁଥିଲା। ସତରେ କିନ୍ତୁ ଆଜି ଯେତେବେଳେ ଦେଖୁଛି ମୁଁ, ତ ଯୀଶୁଙ୍କର ପୁନରୁତ୍ଥାନ ଯେତେବେଳେ ନିଜର କଲି, ଯୀଶୁଙ୍କର ପୁନରୁତ୍ଥାନର ରହସ୍ୟ ଯେତେବେଳେ ମୁଁ ଜାଣିଲି, ସେ ସମୟରେ ମୁଁ ମୁକ୍ତ ହେଲି।
ଯେପରିକି ଲେଖାଯାଏ, ଆମେ ସେ ବାକ୍ୟକୁ ଦେଖିବା ପ୍ରଥମ କରନ୍ଥୀୟ 15 ଅଧ୍ୟାୟ। ପ୍ରଥମ କରନ୍ଥୀୟ 15 ପର୍ବ କାଢନ୍ତୁ, ସମସ୍ତେ କାଢନ୍ତୁ, ବହୁତ ମୂଲ୍ୟବାନ ସେ ବାକ୍ୟ। 15 ପର୍ବର 17 ପଦ। ଆଉ ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି, ତେବେ ତୁମମାନଙ୍କର ବିଶ୍ୱାସ ନିଷ୍ଫଳ, ଆଉ ତୁମେମାନେ ଏ ପର୍ଯ୍ୟନ୍ତ ଆପଣା ଆପଣା ପାପରେ ଅଛ। ଯେଉଁମାନେ ଏବେ ପର୍ଯ୍ୟନ୍ତ ମୁଁ ପାପୀ ବୋଲି କୁହନ୍ତି, ଯେଉଁମାନେ ମୁଁ ପାପୀ ବୋଲି ସ୍ୱୀକାର କରନ୍ତି, ସେମାନଙ୍କ ବିଷୟରେ ଏ ବାକ୍ୟ ଦ୍ୱାରା ଯଦି ତାଙ୍କର ବିଶ୍ୱାସ ବିଷୟରେ ଆପଣ ଦେଖିବେ, ତାହେଲେ ଆପଣ ପାଇବେ ଯେ ଆପଣଙ୍କର ବିଶ୍ୱାସ କିପରି ଥିଲା ବା ଅଛି। ଯେଉଁମାନଙ୍କ ହୃଦୟରେ ଏବେ ପର୍ଯ୍ୟନ୍ତ ପାପ ଅଛି, କାରଣ ସେମାନେ ଖ୍ରୀଷ୍ଟ ପୁନର୍ଜୀବିତ ହୋଇଅଛନ୍ତି ବା ଉଠିଛନ୍ତି ଏ ବିଷୟକୁ ବିଶ୍ୱାସ କରୁନାହାନ୍ତି। କିନ୍ତୁ ତାଙ୍କର ଜୀବନ ଯଦି ଖ୍ରୀଷ୍ଟିଆନ ଜୀବନ ଦେଖିବେ ଆପଣ, ସେମାନେ ଶୁଭ ଶୁକ୍ରବାର ଠାରୁ ଯୀଶୁଙ୍କର ପୁନରୁତ୍ଥାନ ପର୍ଯ୍ୟନ୍ତ ଉପବାସ ରହିକି ପାଳନ କରିକି ଖୁସି ହେଇକି ଅଛନ୍ତି ପ୍ରତ୍ୟେକ ବର୍ଷ। କିନ୍ତୁ ତାଙ୍କ ହୃଦୟ ଭିତରେ ପାପର ସମସ୍ୟା 100% କେବେ ମଧ୍ୟ ସମାଧାନ ହୋଇନଥିଲା, ମୋର ବି ହୋଇନଥିଲା। କାରଣ ଯୀଶୁଙ୍କର ପୁନରୁତ୍ଥାନ ସମୟରେ ମୁଁ ଯୋଉ ଖୁସି ହଉଥିଲି, ପିଠା ମାଂସ ନାଚିକି ଖୁସି ହେଇକି ଯୋଉ ବଞ୍ଚିଥିଲି, ପୁନରୁତ୍ଥାନର ଗୀତ ମଧ୍ୟ ପ୍ରିପେୟାର କରୁଥିଲି ନିଜେ, ଆଉ ଫିଲ୍ମ ଗୀତ ଷ୍ଟାଇଲରେ ସେଇଟା ଫିଲ୍ମ ଗୀତ ଷ୍ଟାଇଲରେ ମୁଁ ପ୍ରିପେୟାର କରି ବଞ୍ଚିଥିଲି, ଗାଉଥିଲି ମଧ୍ୟ। କିନ୍ତୁ ମୋ ହୃଦୟ ଭିତରେ ପାପର ସମସ୍ୟା ସମାଧାନ ହଉଥିଲା। କ'ଣ ପାଇଁ? ମୁଁ ଯୀଶୁ ଉଠି ଅଛନ୍ତି ଏଇଟା ମୁଁ ଜାଣିଥିଲି, କିନ୍ତୁ ହୃଦୟରେ ବିଶ୍ୱାସ କ୍ରିଏଟ ହେଉନଥିଲା, ବିଶ୍ୱାସ ହୃଦୟ ଭିତରେ ତିଆରି ହେଉନଥିଲା। ହୃଦୟରେ ବିଶ୍ୱାସ କେମିତି ତିଆରି ହବ? ରୋମିଓ 10 ପର୍ବର 17 ପଦରେ ଲେଖାଯାଏ, ବିଶ୍ୱାସ ଶ୍ରବଣ ଜାତ ହୁଏ, ଆଉ ଶ୍ରବଣ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା ହୁଏ। ଖ୍ରୀଷ୍ଟଙ୍କର ବାକ୍ୟ ଶୁଣିଲେ ହୃଦୟ ଭିତରେ କ'ଣ ହୁଏ? ବିଶ୍ୱାସ ଜାତ। ବିଶ୍ୱାସ ଜାତ ହେବା ମାନେ ମୁଁ ମୁକ୍ତ ହେଲି, ମୁଁ ପବିତ୍ର ହେଲି, ମୁଁ ପାପ କ୍ଷମା ପାଇଲି, ମୁଁ ଧାର୍ମିକ ହେଲି, ମୁଁ ସିଦ୍ଧ ହେଲି, ମୁଁ ଆଉ ପାପୀ ନୁହେଁ, ମୋର ପାପ ଯୀଶୁ ସମାପ୍ତ କଲେ, ଯୀଶୁଙ୍କ ରକ୍ତ ଦ୍ୱାରା ମୋ ପାପକୁ ଧୌତ ହୋଇଛି। ଏ ବିଷୟ ଆମ ହୃଦୟ ଭିତରେ ଯେତେବେଳେ ସଫା ସଫା ଭାବରେ ସ୍ଥାପିତ ହବ, ସେ ସମୟରେ ମୁଁ ବିଶ୍ୱାସୀ କହିପାରିବି। ସେ ସମୟରେ ଆପଣ ହଁ ମୁଁ ବିଶ୍ୱାସକୁ ପାଇଲି କହିପାରିବେ। ତ ଯଦି 17 ପଦ ଦେଖିବେ କ'ଣ ଲେଖା ହେଇଛି, ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି, ତେବେ ତୁମମାନଙ୍କର ବିଶ୍ୱାସ ନିଷ୍ଫଳ। ଶେଷ ଲାଇନ ବହୁତ ଇମ୍ପୋର୍ଟାଣ୍ଟ। ଆଉ ତୁମେମାନେ ଏ ପର୍ଯ୍ୟନ୍ତ ଆପଣ ଆପଣ ପାପରେ ଅଛନ୍ତି। ଯୋଉମାନେ ଏ ପର୍ଯ୍ୟନ୍ତ ଆପଣ ଆପଣ ପାପରେ ଅଛନ୍ତି, ମାନେ ଏ ପର୍ଯ୍ୟନ୍ତ ଏବେ ପର୍ଯ୍ୟନ୍ତ ଯୋଉମାନଙ୍କର ହୃଦୟରେ ପାପ ଅଛି, ଯାହାର କାରଣ ଖ୍ରୀଷ୍ଟ ଉଠିଛନ୍ତି, ଏ ବିଶ୍ୱାସ ତାଙ୍କେ ପାଇନାହାନ୍ତି। ଯୀଶୁଙ୍କର ପୁନରୁତ୍ଥାନର ରହସ୍ୟ ମାନେ ପାଇନାହାନ୍ତି, ସେଥିପାଇଁ ଏ ପର୍ଯ୍ୟନ୍ତ ସେମାନେ ପାପିକି ଅଛନ୍ତି। ତାହେଲେ ଯଦି ଆମେ ଦେଖିବା ଯୀଶୁଙ୍କର ପୁନରୁତ୍ଥାନର ରହସ୍ୟ କ'ଣ, ରୋମିଓ 4 ପର୍ବର 25 ପଦ ଯଦି ଦେଖିବା, ସେ ଜାଗାରେ ଲେଖା ହେଇଛି ସେଇ ରହସ୍ୟ ବିଷୟ। ରୋମିଓ 4 ପର୍ବର 25 ପଦରେ କ'ଣ ଲେଖାଯାଇଛି? ସେଇ ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ, ଏମିତି ଲେଖା ହେଇଛି। ତ ଖ୍ରୀଷ୍ଟଙ୍କର ଉତ୍ଥାପିତର କାରଣ କ'ଣ, ରହସ୍ୟ କ'ଣ? ଦେଖନ୍ତୁ, ଆପଣମାନେ ଗଭର୍ଣ୍ଣମେଣ୍ଟକୁ ବିଶ୍ୱାସ କରୁଛନ୍ତି ନା ସରକାରକୁ? କ'ଣ ପାଇଁ?
ଯେହେତୁ ସରକାର ବହୁତ ଗୁଡିଏ ଲାଭ ଦଉଛି, ସରକାର ଯଦି ସେଠି ଅନୁମତି ଦେବେ ନାହିଁ, ହାଟ ବଜାର କର, ମାର୍କେଟିଂ କର, ତାହେଲେ ସଉଦାପତ୍ର ମିଳିବ କି ଆମକୁ? ଲୁଣ ମିଳିବ? ମିଳିବ କି? ତେଲ ମିଳିବ କି? ନାହିଁ। କିନ୍ତୁ ଗଭର୍ଣ୍ଣମେଣ୍ଟ ଆମକୁ ଲାଭ ଦଉଛି, କ୍ୱାଲିଫିକେସନ ଅନୁଯାୟୀ ଚାକିରି ଦଉଛି, ଇନ୍ଦିରା ଆବାସ, ଶିଶିର, ଏମିତି ବହୁତ ଗୁଡିଏ ଲାଭ ଦଉଛି। ସେଥିପାଇଁ ଆମେ ଗଭର୍ଣ୍ଣମେଣ୍ଟକୁ ବିଶ୍ୱାସ କରୁଛୁ। ଠିକ ସେଇ ସଦୃଶ ଯୀଶୁଙ୍କର ପୁନରୁତ୍ଥାନ ଦ୍ୱାରା ଆପଣ କଣ ଲାଭ ପାଇଛନ୍ତି? ଯୀଶୁଙ୍କର ପୁନରୁତ୍ଥାନ ଦ୍ୱାରା ଆପଣଙ୍କର କଣ ଲାଭ ହେଇଛି, ସେ ବିଷୟ ଯଦି ହୃଦୟରେ ପାଇନାହାନ୍ତି, ଏଥିପାଇଁ ଏପର୍ଯ୍ୟନ୍ତ ଭାବିକି ଅଛନ୍ତି। ତ ପାଉଲ କହୁଛନ୍ତି, ଆଉ କଣ ବୋଲି କହୁଛନ୍ତି? ଏପର୍ଯ୍ୟନ୍ତ ମୁଁ ପାପୀ ବୋଲି କହୁଛ, କାରଣ ତୁମମାନଙ୍କର ବିଶ୍ୱାସ ନିଷ୍ଫଳ। ଆଉ ବହୁତ ବଡ କାରଣ ହଉଛି କଣ? ଯୀଶୁ ଉଠି ନାହାନ୍ତି। ମାନେ ଯୀଶୁ ଉଠିଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିନାହାନ୍ତି, ସେଥିପାଇଁ ପାପୀ ଅଛନ୍ତି। ଯୀଶୁ ଉଠିଛନ୍ତି ବୋଲି ଯେ ବିଶ୍ୱାସ କରିବ, ସେ କେବେ ବି ମୁଁ ପାପୀ ବୋଲି କହିବି ନାହିଁ। ସେ 25 ପଦରେ ଦେଖନ୍ତୁ ଯୀଶୁ ଉଠିବାର କାରଣ କଣ, ଯୀଶୁ ଉଠିବା ଦ୍ୱାରା ଆମମାନଙ୍କର କଣ ଲାଭ, ସେ ବିଷୟ ଲେଖା ହେଇଛି। ସେଇ ଯୀଶୁ ଆମମାନଙ୍କର ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ, ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ ଲେଖା ହେଇଛି। ଯୀଶୁ ଉଠିବାର କାରଣ, ଯୀଶୁ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର, ଯୀଶୁ ହେଉଛନ୍ତି ପରମେଶ୍ୱର। ଯୀଶୁ କେବେ ମଧ୍ୟ ମରିବେନି। ଯଦି ମରିଛନ୍ତି, ଯେହେତୁ ଶରୀର ରୂପରେ ଜନ୍ମ ହେଇଛନ୍ତି, ମେଷ ଶାବକ ସାଦୃଶ୍ୟରେ ଆସିକି ପାପକୁ ଗ୍ରହଣ କଲେ, ଆଉ ପାପକୁ ବୋହିକି ନେଲେ। ସେଥିପାଇଁ କୃଷରେ କହିଲେ ସମାପ୍ତ ହେଲା। ଆଉ ପିତାଙ୍କ ସମ୍ମୁଖରେ ନିଜର ଆତ୍ମାକୁ ସମର୍ପଣ କଲେ। 3 ଦିନ ପରେ ଯେତେବେଳେ ଯୀଶୁ ଉଠିଲେ, ଆମେ ଯୋଉ ପୁରାତନ ସ୍ୱଭାବ ଥିଲା ଆମର, ପୁରାତନ ପିତା, ପୁରାତନ ମନିକା, ପୁରାତନ ସୋନିଆ, ପୁରାତନ ନୟନୀ, ପୁରାତନ ସଲୋମନ, ତାକୁ ପୁରା ସମାଧି ହେଇଯାଇଛି, ତାକୁ ଶେଷ କଲେ। ଯେତେବେଳେ ଯୀଶୁ ଉଠିଲେ, ଆମକୁ ତାଙ୍କର ଧାର୍ମିକତା ଦେଇ ନୂତନ ସୃଷ୍ଟି କରିଅଛନ୍ତି। ଏଥିପାଇଁ ଉଠିଲେ, ଆମକୁ ଧାର୍ମିକ ଗଣନା କରିବା ନିମନ୍ତେ ଉଠିଲେ। 25 ପଦ ଦେଖନ୍ତୁ, ଆଉ 25 ପଦରେ ଆପଣ କିଏ ଦେଖନ୍ତୁ, ଯୀଶୁ ଉଠିକି ଆମମାନଙ୍କୁ ସମସ୍ତଙ୍କୁ ଧାର୍ମିକ କଲେ ଖ୍ରୀଷ୍ଟଙ୍କ ଭିତରେ। ସେଥିପାଇଁ 2 କରନ୍ଥୀୟ 5 ପର୍ବରୁ 17 ପଦ କାଢ଼ନ୍ତୁ। 2 କରନ୍ଥୀୟ 5 ଅଧ୍ୟାୟର 17 ପଦ। ପାଇଛନ୍ତି କି? 2 କରନ୍ଥୀୟ 5 ପର୍ବରୁ 17 ପଦ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ବହୁତ ମୂଲ୍ୟବାନ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି। ଦେଖ, ନୂତନ ବିଷୟ ସବୁ ହୋଇଅଛି। ତ ଏଇ ବାକ୍ୟ ଆପଣ ନିଜକୁ ଦେଖନ୍ତୁ, ଏ ବାକ୍ୟ ଆପଣଙ୍କ ହୃଦୟରେ, ଏ ବାକ୍ୟ ଆପ୍ଲାଏ କରନ୍ତୁ। ଆପଣଙ୍କର ବିଶ୍ୱାସ ଜୀବନର ମାପଦଣ୍ଡ ଏ ବାକ୍ୟ। ଏ ବାକ୍ୟରେ ଆପଣ କିଏ? ଶେଷରେ ଲେଖା ହେଇଛି ଯେ ଆପଣ କଣ ହେଇଛନ୍ତି। ଦେଖ, ନୂତନ ବିଷୟ ସବୁ ଅଛି। ପୁରାତନ ବିଷୟ କୋଉଟା? ମୁଁ ପାପୀ। ନୂତନ ବିଷୟ କୋଉଟା? ନୂତନ ବିଷୟ ହଉଛି ମୁଁ ଧାର୍ମିକ, ମୁଁ ପବିତ୍ର, ଯୀଶୁଙ୍କ ଦ୍ୱାରା ପାଇଛି। ସେଥିପାଇଁ
କଥାବାର୍ତ୍ତା ହେଲେ ଯେମିତିକି ବସିକି ଆପଣମାନେ ଶୁଣୁଛନ୍ତି ମୁଁ କହୁଛି ଏଥିପାଇଁ ଆପଣଙ୍କର ପାପ ସିନ୍ଦୁର ବର୍ଣ୍ଣ ପରି ଅଛି କି ଏବେ ବର୍ତ୍ତମାନ ସେମିତି ଅଛି ନାହିଁ ନୂତନ ସୃଷ୍ଟି ମାନେ ଆଉ ପାପ ନାହିଁ ଯୀଶୁଙ୍କ ରକ୍ତ ଦ୍ୱାରା ଢଙ୍କା ଯାଇଛି ପାପ କେତେ ଦୂର କରିଅଛନ୍ତି ଯଦି ଆପଣ ଗୀତ ସଂହିତା 103:12 ଦେଖିବେ ତାହେଲେ ଆମର ପାପ ଆମର ଅପରାଧ ଆମ ଠାରୁ କେତେ ଦୂର କରିଅଛନ୍ତି ସେ ବିଷୟ ଲେଖା ହେଇଛି ଗୀତ ସଂହିତା 103:12 ପୂର୍ବରୁ ପଶ୍ଚିମ ଯେତିକି ଦୂର ସେତିକି ଦୂର ଆମମାନଙ୍କର ଅପରାଧ ଆମ ଠାରୁ କରିଅଛନ୍ତି ବୋଲି ଲେଖା ତ ଆପଣ ଏବେ ଗୋଟେ ବିଷୟ ଆବିଷ୍କାର କରିବା ଦରକାର ଯେ ପୂର୍ବ ଆଡ଼କୁ ଯଦି ଯିବା ପଶ୍ଚିମକୁ ଭେଟି ପାରିବା କି ନାହିଁ କେବେ ବି ନାହିଁ ଯଦି ପଶ୍ଚିମକୁ ଯିବା ପୂର୍ବକୁ ଭେଟି ପାରିବା ନାହିଁ ତାମାନେ ଯୀଶୁଙ୍କ ରକ୍ତ ଦ୍ୱାରା ଯୀଶୁଙ୍କ ପୁନରୁତ୍ଥାନ ଦ୍ୱାରା ଆମର ପାପ ଆମଠାରୁ ଏତେ ଦୂର କରିଅଛନ୍ତି ଖୋଜିଲେ ବି ପାଇବେନି ଯଦି ଆପଣ ବାକ୍ୟରେ ଖୋଜିବେ ତାହେଲେ ଆପଣଙ୍କର ପାପ ପାଇବେ ନାହିଁ ଯଦି ବାକ୍ୟ ସାଇଡ କରିକି ଖୋଜିବେ ତାହେଲେ ପାପ ଆପଣଙ୍କର ପାଖରେ ତ ଆପଣଙ୍କର ବିଶ୍ୱାସର ଜୀବନ କୋଉଟା ହବ ଆପଣଙ୍କର ବିଶ୍ୱାସର ଜୀବନର ମାପଦଣ୍ଡ କଣ ରଖିଛନ୍ତି ବାକ୍ୟ ନା ନିଜେ ଯଦି ନିଜେ ରଖିଛନ୍ତି ମଲା ପର୍ଯ୍ୟନ୍ତ ଆପଣ ପାପୀ ହିଁ ଥିବେ ବାକ୍ୟ ତାହେଲେ ଆପଣ ମଲା ପର୍ଯ୍ୟନ୍ତ କେବେ ବି ମୁଁ ପାପୀ ବୋଲି ପାଇବେ ଚାଲନ୍ତୁ ଆଉ ଗୋଟେ ଦିଟା ବାକ୍ୟ ଦେଖି ଆମେ ଶେଷ କରିବା ପିତର ପୁସ୍ତକ ପଢ଼ନ୍ତୁ ପ୍ରଥମ ପିତର 2 ପଦ ପ୍ରଥମ ପିତରର 2 ପଦ 25 ପଦ ତା ପୂର୍ବରୁ ଆମେ 9 ପଦ ଦେଖିବା ତାପରେ 25 ପଦକୁ ଯିବା ପାଇଲେ ବି ସମସ୍ତେ ପାଇଛନ୍ତି ପଢିବା 9 ପଦ କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି ତୁମମାନେ ଯେପରି ତାଙ୍କ ଗୁଣ କୀର୍ତ୍ତନ କର ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ ଦେଖନ୍ତୁ ଭଲରେ ତୁମ୍ଭେମାନେ ଏକ ମନୋନୀତ ବଂଶ ରାଜକୀୟ ଯାଜକ ବର୍ଗ ପବିତ୍ର ଜାତି ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ 9 ପଦରେ ଯଦି ଦେଖିବେ ଆପଣ କିଏ ଆପଣଙ୍କର ଜାତି କଣ ପବିତ୍ର ଜାତି ଆଉ ଈଶ୍ୱରଙ୍କର ନିଜସ୍ୱ ପ୍ରଜା ହୋଇଅଛ ଲେଖା ହେଇଛି ହେବା ଲେଖା ହୋଇଅଛ ତ ଆମେ ଈଶ୍ୱରଙ୍କର ହଁ କି ନାହିଁ 25 ପଦ ଦେଖନ୍ତୁ କାରଣ ତୁମ୍ଭେମାନେ ମେଷ ତୁଲ୍ୟ ବିପତ୍ତିଗାମୀ ହୋଇଥିଲ ହଁ ସେମିତି ମୁଁ ପାପୀ ଥିଲି ମୁଁ ଅଧାର୍ମିକ ଥିଲି ନର୍କ ଯିବାର ଗୋଟେ ହିଁ ରାସ୍ତା ଆମର ଥିଲା ଦେଖନ୍ତୁ ତାପରେ କମା ଅଛି ନା କମା ପରେ କିନ୍ତୁ ଲେଖା ହେଇଛି କିନ୍ତୁ ଏବେ ବୋଲି ଗୋଟେ ପଦ ଅଛନ୍ତି କିନ୍ତୁ ଏବେ ତୁମ୍ଭେମାନେ ଆତ୍ମାର ପାଳକ ଓ ଅଧିକଙ୍କ ନିକଟକୁ ବାଉଳି ଆସିଅଛ ଆତ୍ମାଙ୍କ ପାଳକ ଲେଖା ହେଇଛି ଏଇଟା ଆତ୍ମାଙ୍କ ମେଷ ପାଳକ ମାନେ ଯୀଶୁଙ୍କୁ ବୁଝାଏ ଅଧିକଙ୍କୁ ମାନେ ପାଷ୍ଟରଙ୍କୁ ବୁଝାଏ ବା ଯୀଶୁଙ୍କୁ ହିଁ ବୁଝାଏ ବାଉଳି ଆସି ଅଛ ଲେଖା ହେଇଛି ହେଲେ ପ୍ରେଜେଣ୍ଟ ଆମ ଜାଗା କୋଉଟା ପାପରେ ନାହିଁ ବାଉଳି ଆସିଛୁ ସେଥିପାଇଁ ପରମେଶ୍ୱର ସେ ଆମର ପରମେଶ୍ୱର ହେଲେ ଆଉ ସେ ପରମେଶ୍ୱର କଣ କହୁଛନ୍ତି ଦେଖିବା ଆଉ ଶେଷ କରିବା
ଜିସାୟ ପୁସ୍ତକ କାଢ଼ନ୍ତୁ, ଜିସାୟ ତାର 41 ପର୍ବ, ଜିସାୟ ତାର 41 ର 10 ପଦ, ଜିସାୟ 41 ର 10 ପଦ ସମସ୍ତେ ପାଇଲେ କି? ଜିସାୟ 41 ପର୍ବର 10 ପଦ, ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ ସଂଘରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମର ପରମେଶ୍ୱର। ଆମ୍ଭେ ତୁମକୁ ସବଳ କରିବା, ହଁ ଆମ୍ଭେ ତୁମର ସାହାଯ୍ୟ କରିବା। ହଁ ଆମ୍ଭେ ଆପଣା ଧର୍ମ ସ୍ୱରୂପ ଦକ୍ଷିଣ ହସ୍ତରେ ତୁମକୁ ଧରି ରଖିବା। କଣ ପାଇଁ ଏମିତି? ଯେହେତୁ ଯୀଶୁ ଖ୍ରୀଷ୍ଟ ଉତ୍ଥାପିତ ହେଲେ ଆଉ ଆମକୁ ଧାର୍ମିକ କଲେ। ଧାର୍ମିକ କଲେ ପରମେଶ୍ୱର ଆମର କିଏ ଅଟନ୍ତି? ପରମେଶ୍ୱର ଅଟନ୍ତି। ସେ ଆମର ପରମେଶ୍ୱର ଅଟନ୍ତି। ସେଥିପାଇଁ କହୁଛନ୍ତି ନିରାଶ ହୁଅ ନାହିଁ, ଆଉ ଭୟ କର ନାହିଁ। ଓ ପରମେଶ୍ୱର କେବଳ ବଡ଼ ବିଷୟ କହୁଛନ୍ତି, ଆମମାନଙ୍କୁ ପ୍ରତିଜ୍ଞାର ବାକ୍ୟ କହୁଛନ୍ତି। ଆଉ କଣ କହୁଛନ୍ତି? ଆମ୍ଭେ ତୁମକୁ ସବଳ କରିବା, ହଁ ଆମ୍ଭେ ତୁମକୁ ସାହାଯ୍ୟ କରିବା ବୋଲି କହୁଛନ୍ତି। ଆଉ ବହୁତ ବଡ଼ ବିଷୟ କଣ ଜାଣିଛନ୍ତି? ପରମେଶ୍ୱର ତାଙ୍କର ରାଇଟ୍ ହ୍ୟାଣ୍ଡରେ ଡାହାଣ ହାତ ଦ୍ୱାରା ଆମକୁ ଧରିଛନ୍ତି। କିଏ ତାଙ୍କ ଠାରୁ ଅଲଗା କରିପାରିବ? କେହି ନୁହେଁ। ଠିକ ଅଛି। ରୋମିଓ 8 ପର୍ବର 35 ପଦ ଦେଖନ୍ତୁ, ସେଠି ଲେଖା ହେଇଛି। ପରେ ଦେଖନ୍ତୁ 35 ପଦରେ, କୃଷ୍ଣଙ୍କ ପ୍ରେମର କିଏ ମାନବ? ତ ପରମେଶ୍ୱର ଆମକୁ ଧରିଛନ୍ତି। ଆମର ପାପକୁ ହିମ ପରି ଶୁକ୍ଳ ବର୍ଣ୍ଣ କରିକି କହୁଛନ୍ତି, ମୁଁ ହେଉଛି ତୋର ପରମେଶ୍ୱର।